ସେ ଝିଅଟି ଅନ୍ୟ ଝିଅମାନଙ୍କ ପରି ନୁହେଁ। ସେ ଯେତେ ସୁନ୍ଦରୀ ତାର ଜୀବନ ସେତେ ଭୟଙ୍କର। ଗାଁ ଲୋକ କହୁଥିଲେ ଏତେ ସୁନ୍ଦରତା ଭଲ ନୁହେଁ, ଏହା ନିଶ୍ଚୟ ଏକ ଶାପ। କିନ୍ତୁ କେହି ଦେଖିଲେ ନାହିଁ। ସେ ଝିଅଟି ରାତିରେ ଗଛ ତଳେ ବସି ଚୁପଚାପ କାନ୍ଦୁଥିବା କଥା କେହି ଜାଣିଲେ ନାହିଁ। ମା ମରିବା ପରେ ସେ ଝିଅଟି କେମିତି ଆଗରୁ ବଡ଼ ହୋଇଗଲା। ସୁନ୍ଦର ମୁହଁ ପାଇଁ ସେ ଅପମାନ ପାଇଲା। ନୀରବ ରହିବା ପାଇଁ ସେ ଦୋଷୀ ହେଲା। ଏହା କେବଳ ଗପ ନୁହେଁ, ଏହା ସେଇ ଝିଅର କଥା ଯାହାକୁ ସମାଜ ଶାପ କହିଲା, କିନ୍ତୁ ସମୟ ତାକୁ ଆଶୀର୍ବାଦ କରିଦେଲା। ଏହା ହେଉଛି ସାହାଡ଼ା ସୁନ୍ଦରୀ। ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, କାରଣ ଏହି ଗପ ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ଏବଂ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଏହିଭଳି ସୁନ୍ଦର ସୁନ୍ଦର ଗପ ଦେଖିବା ପାଇଁ। ରାତିର ଆକାଶ ଶାନ୍ତ ଥିଲା। ଚନ୍ଦ୍ର ତାର ଶୀତଳ ଆଲୋକ ନିଶବ୍ଦରେ ପୃଥିବୀ ଉପରେ ଛିଡ଼ା ଦେଇଥିଲା। ସେହି ଆଲୋକରେ ଗୋଟିଏ ଝିଅ ଗଛ ତଳେ ବସିଥିଲା। ମୁହଁ ଦୁଇଟି ହାତରେ ଲୁଚାଇ ନୀରବରେ କାନ୍ଦୁଥିଲା। ସେ ଥିଲା ସାହାଡ଼ା ସୁନ୍ଦରୀ। ଗାଁ ଲୋକମାନେ ତାକୁ ସୁନ୍ଦରୀ ବୋଲି କହୁଥିଲେ, କିନ୍ତୁ କେହି ବି ତାର ଦୁଃଖକୁ ଦେଖୁନଥିଲେ। ସାହାଡ଼ା ସୁନ୍ଦରୀର ଜୀବନ ଗୋଟିଏ ଶୁଖିଲା ପତ୍ର ପରି ଥିଲା। ହାତରେ ଧରିଲେ ଭାଙ୍ଗିଯାଏ, କିନ୍ତୁ ଗଛ ତଳେ ପଡ଼ିଲେ କେହି ଦେଖେ ନା। ସାହାଡ଼ା ସୁନ୍ଦର ଯେତେବେଳେ ଛୋଟ ଥିଲା, ସେ ମାଙ୍କ କୋଳରେ ଦୁଇ ଗପ ଶୁଣୁଥିଲା। ମା କହୁଥିଲେ, ମା, ଜୀବନ ହେଉଛି ଦୀର୍ଘ ରାସ୍ତା, କେବେ କଣ୍ଟା ତ ଆସିବ ତ କେବେ ଫୁଲ, କିନ୍ତୁ ସେ ରାସ୍ତା ଏତେ କଠିନ ହେବ ସାହାଡ଼ା ସୁନ୍ଦରୀ କେବେ ଭାବିନଥିଲା। ଗୋଟିଏ ଦିନ ମା ଆଉ ଉଠିଲେନି। ସେଦିନ ପରେ ସାହାଡ଼ା ସୁନ୍ଦରୀ ଶିଶୁ ରହିଲା ନାହିଁ। ସେ ଆଗରୁ ବଡ଼ ହୋଇଗଲା। ବାପା ଦିନ ମଜୁରୀ କରୁଥିଲେ। ଅନେକ ଦିନ କାମ ମିଳୁନଥିଲା। ଘରେ ଚୁଲି ଜଳୁନଥିଲା। ସାହାଡ଼ା ସୁନ୍ଦରୀ ଭୋକ ହେଲା ବି କହୁନଥିଲା। ବାପାଙ୍କ ମୁହଁକୁ ଦେଖି ସେ ନିଜ ଭୋକକୁ ଗିଳି ନେଉଥିଲା। ଗାଁର କିଛି ଲୋକ କହୁଥିଲେ, ଏତେ ସୁନ୍ଦରୀ ଝିଅ, କିନ୍ତୁ ଭାଗ୍ୟ ଦେଖ। କିଛି କହୁଥିଲେ, ଏହି ଝିଅ ଅପସପକୁନ। ସେହି କଥା ଗୁଡ଼ିକ ତାର ହୃଦୟକୁ ଆଘାତ କରୁଥିଲା, କିନ୍ତୁ ସେ କାନ୍ଦୁଥିଲା ଚୁପଚାପ। ସାହାଡ଼ା ସୁନ୍ଦରୀର ସବୁଠାରୁ ନିଜର ସ୍ଥାନ ଥିଲା ଜଙ୍ଗଲ। ଗଛମାନେ କେବେ ଅପମାନ କରୁନଥିଲେ। ନଦୀ କେବେ ପ୍ରଶ୍ନ କରୁନଥିଲା। ପବନ କେବେ ଦୋଷ ଦେଉନଥିଲା। ସେଠାରେ ବସି ସେ ନିଜ ଲୁହକୁ ମାଟି ସହିତ ମିଶାଇ ଦେଉଥିଲା। ଦିନେ ଗୋଟିଏ ସନ୍ଧ୍ୟାବେଳେ ଜଣେ ବୃଦ୍ଧ ସନ୍ନ୍ୟାସୀ ଆସିଲେ। ସେ ତାକୁ କହିଲେ, ମା, ଯିଏ ଅଧିକ ସହେ ସେ ଭଗବାନଙ୍କ ସବୁଠାରୁ ନିକଟ। ସାହାଡ଼ା ସୁନ୍ଦରୀ ପଚାରିଲା, ଦୁଃଖର କେବେ ଶେଷ ହୁଏ କି? ସନ୍ନ୍ୟାସୀ କହିଲେ, ଦୁଃଖ ଶେଷ ହୁଏ ନାହିଁ, ମନ ଶକ୍ତିଶାଳୀ ହୋଇଯାଏ। ପରେ ଗାଁରେ ଦୁର୍ଭିକ୍ଷ ଆସିଲା। ଲୋକମାନେ ଖାଦ୍ୟ ପାଇଁ ଲଢ଼ୁଥିଲେ। ସାହାଡ଼ା ସୁନ୍ଦରୀ ନିଜ ଘରର ଥୋଡ଼ା ଚାଉଳ ଅନ୍ୟମାନଙ୍କୁ ଦେଲା। ସେ ଭୋକା ରହିଲା, କିନ୍ତୁ
ଅନ୍ୟକୁ ଭୋକା ଦେଖିଲା ନାହିଁ। ସେହିଦିନ ପରେ ଗାଁ ଲୋକମାନେ ବଦଳିଲେ। ଯେଉଁମାନେ ଅପମାନ କରୁଥିଲେ ସେମାନେ ମୁଣ୍ଡ ନଇଁ ରହିଲେ। ସାହାଡ଼ା ସୁନ୍ଦରୀ କେବଳ ସୁନ୍ଦରୀ ନୁହେଁ, ସେ ହେଲା ଗାଁର ଆଶା। ଜୀବନ ତାକୁ ଭାଙ୍ଗି ପାରିଲା ନାହିଁ, ଦୁଃଖ ତାକୁ ଶକ୍ତିଶାଳୀ କରିଦେଲା। ସାହାଡ଼ା ସୁନ୍ଦରୀ ପ୍ରମାଣ କଲା ନୀରବ ସହନଶୀଳତା ସବୁଠାରୁ ବଡ଼ ଶକ୍ତି। ଦିନେ ସାହାଡ଼ା ସୁନ୍ଦରୀ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ବାଘ ଏବଂ କିଛି ଜଙ୍ଗଲୀ ମାରଣ ପଶୁ ତାକୁ ଶିକାର କରିବା ପାଇଁ ଧାଇଁଲେ। ସେ ସେହି ସମୟରେ ଦୌଡ଼ି ଦୌଡ଼ି ଏକ ବୃକ୍ଷ ପାଖରେ ଯାଇ ପହଞ୍ଚିଲା ଏବଂ ସେ ବୃକ୍ଷ ସାହାଡ଼ା ବୃକ୍ଷ ନାମରେ ତାକୁ ଲୋକେ ଜାଣୁଥିଲେ। ଏବଂ ସାହାଡ଼ା ସୁନ୍ଦରୀର ମା ମଧ୍ୟ କହିଥିଲା ଯେ ଏଇ ସାହାଡ଼ା ସୁନ୍ଦରୀ ହିଁ ତୋର ମା, ମୁଁ ମରିଗଲା ପରେ ଇଏ ହିଁ ତୋର ମା। ସେ କଥା ସାହାଡ଼ା ସୁନ୍ଦରୀର ସବୁବେଳେ ମନେ ଥିଲା। ତ ଯେତେବେଳେ ତାକୁ ଜଙ୍ଗଲର ପଶୁମାନେ ଆକ୍ରମଣ କଲେ, ସେ ସେତେବେଳେ ତା ସାହାଡ଼ା ବୃକ୍ଷ ମୂଳରେ ଆସି ପହଞ୍ଚି କହିଲା, ମା ମୋତେ ତୋ କୋଳରେ ଆଶ୍ରୟ ଦେ। ସେହି ସମୟରେ ସେ ସେହି ସାହାଡ଼ା ବୃକ୍ଷ ମୂଳରେ ସେ ସାହାଡ଼ା ବୃକ୍ଷ ଭିତରେ ପଶିଗଲା ଏବଂ ବ୍ୟାଘ୍ରମାନେ ତାକୁ କୌଣସି କ୍ଷତି ପହଞ୍ଚାଇ ପାରିଲେ ନାହିଁ। ଦିନକର କଥା, ଦିନେ ସେ ଅଞ୍ଚଳର ସେ ରାଜ୍ୟର ରାଜା ସେ ଜଙ୍ଗଲକୁ ଶିକାର କରିବା ପାଇଁ ଆସିଥିଲେ। ସେହି ସମୟରେ ସାହାଡ଼ା ସୁନ୍ଦରୀ ସେହି ଜଙ୍ଗଲରେ ବୁଲୁଥାଏ। ରାଜାଙ୍କର ହଠାତ୍ ନଜର ପଡ଼ିଲା ସାହାଡ଼ା ସୁନ୍ଦରୀ ଉପରେ। ତାର ସେ ଦିବ୍ୟ ରୂପ ଦେଖି ସେ ଆକର୍ଷଣ ହୋଇଗଲେ ଏବଂ ପ୍ରେମ ଭରାରେ ନୟନରେ ତାଙ୍କୁ ଚାହିଁଲେ। ସେ ତାଙ୍କୁ ଗୋଡ଼େଇବାକୁ ଲାଗିଲେ, କିନ୍ତୁ ସାହାଡ଼ା ସୁନ୍ଦରୀ ଡରି ଦୌଡ଼ିଲା ଏବଂ ତାର ମା ବା ସାହାଡ଼ା ବୃକ୍ଷ ପାଖରେ ଯାଇ ପହଞ୍ଚିଲା ଏବଂ ସେହି ବୃକ୍ଷ ଭିତରେ ସେ ପଶିଗଲା। ରାଜା ଯେତେବେଳେ ସେ ବୃକ୍ଷ ନିକଟକୁ ଆସି ପହଞ୍ଚିଲେ, ସେ ଦେଖିଲେ ଯେ କେହି ନାହାନ୍ତି। ତ ସେ ସାହାଡ଼ା ବୃକ୍ଷକୁ ତାଙ୍କ ଶରରେ ଆଘାତ ଦେଲେ। ସେତେବେଳେ ସାହାଡ଼ା ସୁନ୍ଦରୀ ଗଛ ଭିତରେ ଥାଇ କହିଲା, ଏଠି ପ୍ରହାର କରନ୍ତୁ ନାହିଁ, ମୋତେ କଷ୍ଟ ହେଉଛି। ସେତେବେଳେ ରାଜା କହିଲେ, ତୁମେ ଏଇ ଗଛ ବୃକ୍ଷ ଭିତରେ ଯିଏ ଅଛ ନା କାହିଁକି, ସଙ୍ଗେ ସଙ୍ଗେ ମୋତେ ଦର୍ଶନ ଦିଅ। ସେହି ବୃକ୍ଷ ଭିତରୁ ସାହାଡ଼ା ସୁନ୍ଦରୀ ବାହାରିଲା ଏବଂ ରାଜା ତା ରୂପ ଦେଖି ଏତେ ମୋହିତ ହୋଇଯାଇଥିଲେ ଯେ ସେ ସଙ୍ଗେ ସଙ୍ଗେ ତାଙ୍କୁ ବିବାହ କରିବା ପାଇଁ ଅନୁମତି ମାଗିଲେ ଏବଂ ସାହାଡ଼ା ସୁନ୍ଦରୀ ମଧ୍ୟ ରାଜାଙ୍କୁ ବିବାହ କରିବା ପାଇଁ ରାଜି ହୋଇଗଲା ଏବଂ ସେହି ବୃକ୍ଷରେ ମୂଳରେ ହିଁ ସାହାଡ଼ା ସୁନ୍ଦରୀ ଏବଂ ରାଜା ବିବାହ କଲେ। ଦର୍ଶକ ବନ୍ଧୁ, ଏହାପରେ ରାଜା ସାହାଡ଼ା ସୁନ୍ଦରୀଙ୍କୁ ତାଙ୍କ ନଗରକୁ ନେବେ ନା ନାହିଁ, ସାହାଡ଼ା ସୁନ୍ଦରୀର ଅବସ୍ଥା ଏବେ କ'ଣ ହେବ, ତ ଏ ବିଷୟରେ ଜାଣିବା ପାଇଁ ସବୁବେଳେ ଏ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। କମେଣ୍ଟରେ ପାର୍ଟ 2 ଆଣନ୍ତୁ ବୋଲି ଲେଖନ୍ତୁ। ଜୟ ଜଗନ୍ନାଥ।